ଓଡ଼ିଶା ନିଯୁକ୍ତିରେ ସମସ୍ତଙ୍କୁ ସ୍ୱାଗତ। ଏହି ଚ୍ୟାନେଲରେ ପ୍ରତିଦିନ ନିଯୁକ୍ତି ଖବର ବିଷୟରେ ଦେଖିପାରିବେ। ତେଣୁ ଚ୍ୟାନେଲକୁ ଏବେ ସବସ୍କ୍ରାଇବ୍ କରନ୍ତୁ। ତେବେ ଚାଲନ୍ତୁ ଜାଣିବା ଆଜିକା ନିଯୁକ୍ତି ଖବର ବିଷୟରେ। ଯେମିତିକି ଦେଖିପାରୁଥିବେ ଓଡ଼ିଶା ଏକ୍ସରସାଇଜ୍ କନେଷ୍ଟବଳ ରିକ୍ରୁଟମେଣ୍ଟ 2025 ଆସିବାକୁ ଯାଉଛି। ଅର୍ଗାନାଇଜେସନ ଡିପାର୍ଟମେଣ୍ଟ ଅଫ୍ ଏକ୍ସରସାଇଜ୍ ଗଭର୍ଣ୍ଣମେଣ୍ଟ ଅଫ୍ ଓଡ଼ିଶା ରହିଛି। ଟାଇପ୍ ଅଫ୍ ଜବ୍ ଡିଭିଜନ କ୍ୟାଡର ରହିଛି। କ୍ୟାଟେଗୋରୀ ଡିଫେନ୍ସ ଜବ୍ ରହିଛି। ନେମ୍ ଅଫ୍ ଦି ପୋଷ୍ଟ କନେଷ୍ଟବଳ ରହିଛି। ଆପ୍ଲିକେସନ ମୋଡ୍ ଅନଲାଇନ୍ ରହିଛି। ଏହା ଅଲ୍ ଓଡ଼ିଶା କ୍ୟାଣ୍ଡିଡେଟ୍ ଆପ୍ଲାଏ କରିପାରିବେ। ପ୍ଲେସ୍ ଅଫ୍ ପୋଷ୍ଟିଂ ଓଡ଼ିଶା ରହିଛି। ଲାଷ୍ଟ ଡେଟ୍ ଆଭେଲେବଲ୍ ସୁନ୍ ରହିଛି। ଜେଣ୍ଡରରେ ଦେଖିବାକୁ ଗଲେ ବୋଥ୍ ମେଲ୍ ଆଣ୍ଡ ଫିମେଲ୍ ଆବେଦନ କରିପାରିବେ। ଏଜୁକେସନ କ୍ୱାଲିଫିକେସନ ଦେଖିବାକୁ ଗଲେ ଆପଣଙ୍କର ଯେକୌଣସି +2 ପାସ୍ ରହିଛି। ଭ୍ୟାକେନ୍ସି ପୋଜିସନ ଦେଖିବାକୁ ଗଲେ ଏଥିରେ ଟୋଟାଲ ଆପଣଙ୍କର 575ଟି ଭ୍ୟାକେନ୍ସି ରହିଛି। ଆପଣଙ୍କର ସେଣ୍ଟ୍ରାଲ ଡିଭିଜନରେ 237ଟି ପୋଷ୍ଟ ରହିଛି। ନର୍ଥର୍ନ ଡିଭିଜନରେ 129ଟି ପୋଷ୍ଟ ରହିଛି। ସାଉଥର୍ନ ଡିଭିଜନରେ 209ଟି ପୋଷ୍ଟ ରହିଛି। ଏଜ୍ ଲିମିଟ୍ ଦେଖିବାକୁ ଗଲେ ମିନିମମ୍ ଏଜ୍ 21 ବର୍ଷ, ମ୍ୟାକ୍ସିମମ୍ ଏଜ୍ 32 ବର୍ଷ। ଏଜ୍ ରିଲାକ୍ସେସନ ଦେଖିବାକୁ ଗଲେ ଓବିସି ଷ୍ଟୁଡେଣ୍ଟମାନଙ୍କ 3 ବର୍ଷ ରହିଛି। ଏସଟି ପିଡବ୍ଲ୍ୟୁଡି ମାନଙ୍କ 5 ବର୍ଷ ରହିଛି। ଏକ୍ସ ସର୍ଭିସମ୍ୟାନ୍ ମାନଙ୍କର 5 ବର୍ଷ ରହିଛି ଏବଂ ପିଡବ୍ଲ୍ୟୁଡି ପ୍ଲସ୍ ଏସସି ଏସଟି ମାନଙ୍କର 15 ବର୍ଷ ରହିଛି। ସାଲାରୀ ଦେଖିବାକୁ ଗଲେ 21,700 ରୁ 69,100 ପର୍ଯ୍ୟନ୍ତ ରହିଛି। ତାପରେ ସିଲେକ୍ସନ ପ୍ରୋସେସ ଦେଖିବାକୁ ଗଲେ ରିଟନ୍ ଏକ୍ଜାମିନେସନ ରହିଛି। ଫିଜିକାଲ ଷ୍ଟାଣ୍ଡାର୍ଡ ଟେଷ୍ଟ ବା ପିଏସଟି ଟେଷ୍ଟ ରହିଛି। ତାପରେ ଫିଜିକାଲ ଏଫିସିଏନ୍ସି ଟେଷ୍ଟ ବା ପିଇଟି ଟେଷ୍ଟ ରହିଛି। ତାପରେ ଡକୁମେଣ୍ଟ ଭେରିଫିକେସନ ରହିଛି ଏବଂ ମେଡିକାଲ ଟେଷ୍ଟ ରହିଛି। ଏକ୍ଜାମ ପ୍ୟାଟର୍ନ ଦେଖିବାକୁ ଗଲେ ମୋଡ୍ ଅଫ୍ ଏକ୍ଜାମ ଓଏମଆର ବା ସିବିଟି ଟେଷ୍ଟ ରହିଛି। କ୍ୱେଶ୍ଚନ ଟାଇପ୍ ଦେଖିବାକୁ ଗଲେ ଅବଜେକ୍ଟିଭ ବା ଏମସିକ୍ୟୁ ଟାଇପ୍ ରହିଛି। ଲେଭେଲ ଅଫ୍ ଏକ୍ଜାମ +2 ଲେଭେଲ ରହିଛି। ମିଡିୟମ ଅଫ୍ କ୍ୱେଶ୍ଚନ ଇଂଲିଶ ବା ଓଡ଼ିଆ ମଧ୍ୟ ରହିଛି। ତାପରେ ନେଗେଟିଭ ମାର୍କିଂ ଦେଖିବାକୁ ଗଲେ 25% ରହିଛି। ସବଜେକ୍ଟ ସେକ୍ସନ ଦେଖିବାକୁ ଗଲେ ଓଡ଼ିଆ ଲାଙ୍ଗୁଏଜ ରହିଛି, ଇଂଲିଶ ଲାଙ୍ଗୁଏଜ ରହିଛି, ଜେନେରାଲ ନଲେଜ ରହିଛି, ସିଚୁଏସନାଲ ଆୱାରନେସ୍ ରହିଛି, ଲଜିକାଲ ରିଜନିଂ ରହିଛି, କମ୍ପ୍ୟୁଟର ନଲେଜ ରହିଛି। ଫିଜିକାଲ ଷ୍ଟାଣ୍ଡାର୍ଡ ଟେଷ୍ଟ ଦେଖିବାକୁ ଗଲେ ଜେନେରାଲ ଏବଂ ଏସସିବିସି ମେଲ୍ ମାନଙ୍କର ହାଇଟ୍ ରହିଛି 168 ସେଣ୍ଟିମିଟର, ୱେଟ୍ ରହିଛି 55 କେଜି, ଚେଷ୍ଟ ରହିଛି 79 ସେଣ୍ଟିମିଟର, ଚେଷ୍ଟ ରହିଛି 84 ସେଣ୍ଟିମିଟର। ତାପରେ ଏସଏସଟି ମେଲ୍ ମାନଙ୍କର ହାଇଟ୍ ରହିଛି 163 ସେଣ୍ଟିମିଟର, ୱେଟ୍ ରହିଛି 50 କେଜି, ଚେଷ୍ଟ ରହିଛି 76 ସେଣ୍ଟିମିଟର, ଚେଷ୍ଟ ରହିଛି 81 ସେଣ୍ଟିମିଟର। ତାପରେ ଜେନେରାଲ ଏସସିବିସି ଫିମେଲ୍ ମାନଙ୍କର ହାଇଟ୍ ରହିଛି 158 ସେଣ୍ଟିମିଟର, ୱେଟ୍ ରହିଛି 47.5 କେଜି। ତାପରେ ଏସଏସଟି ଫିମେଲ୍ ମାନଙ୍କର ହାଇଟ୍ ରହିଛି 53 ସେଣ୍ଟିମିଟର, ୱେଟ୍ ରହିଛି 45 କେଜି। ତାପରେ ଫିଜିକାଲ ଏଫିସିଏନ୍ସି ଟେଷ୍ଟ ଦେଖିବାକୁ ଗଲେ ସମସ୍ତ ମେଲ୍ ମାନଙ୍କର ରନିଂ ରହିଛି 1.6 କିଲୋମିଟର କେବଳ 7 ମିନିଟରେ। ତାପରେ ଲଙ୍ଗ ଜାମ୍ପ ରହିଛି 3.66 ମିଟର, ତାହା କେବଳ 3ଟି ଆଟେମ୍ପ୍ଟରେ। ତାପରେ ଅଲ୍ କ୍ୟାଟେଗୋରୀ ଫିମେଲ୍ ମାନଙ୍କର ରନିଂ ରହିଛି 1.6 କିଲୋମିଟର କେବଳ 9 ମିନିଟରେ। ତାପରେ ଲଙ୍ଗ ଜାମ୍ପ ରହିଛି 2.75 ମିଟର କେବଳ 3ଟି ଆଟେମ୍ପ୍ଟରେ। ଆପ୍ଲିକେସନ ଫି ଦେଖିବାକୁ ଗଲେ ଜେନେରାଲ ମାନଙ୍କର ଫ୍ରି ରହିଛି, ଇଡବ୍ଲ୍ୟୁଏସ୍ ମାନଙ୍କର ଫ୍ରି ରହିଛି, ଓବିସି ମାନଙ୍କର ଫ୍ରି ରହିଛି, ପିଏଚଡି ମାନଙ୍କର ଫ୍ରି ରହିଛି ଏବଂ ଏସଏସଟି ମାନଙ୍କର ମଧ୍ୟ ଫ୍ରି ରହିଛି। ଡକୁମେଣ୍ଟ ଦେଖିବାକୁ ଗଲେ ସମସ୍ତ କ୍ୱାଲିଫିକେସନ ସାର୍ଟିଫିକେଟ ରହିଛି, ସ୍କାନ୍ ସିଗ୍ନେଚର ରହିଛି, କାଷ୍ଟ ସାର୍ଟିଫିକେଟ ରହିଛି, ଆଧାର କାର୍ଡ ରହିଛି, ରେସିଡେଣ୍ଟ ସାର୍ଟିଫିକେଟ ରହିଛି, ସ୍କାନ୍ ପାସପୋର୍ଟ ସାଇଜ ଫଟୋଗ୍ରାଫ ରହିଛି, ଏମ୍ପ୍ଲୟମେଣ୍ଟ ରେଜିଷ୍ଟ୍ରେସନ ନମ୍ବର ରହିଛି, ଷ୍ଟେଟ୍ ବା ଡିଷ୍ଟ୍ରିକ୍ଟର ରହିଛି, ତାପରେ ଇମେଲ ଆଇଡି ଏବଂ ମୋବାଇଲ ନମ୍ବର ରହିଛି। ଏହି ପୋଷ୍ଟଟି ଓଡ଼ିଶାରେ ଖୁବ୍ ଶୀଘ୍ର ଆସିବାକୁ ଯାଉଛି। ଅଧିକ ଜାଣିବା ପାଇଁ ଏହି ଚ୍ୟାନେଲକୁ ସବସ୍କ୍ରାଇବ କରି ଯୋଡ଼ି ରୁହନ୍ତୁ।